ସକାଳେ ଆଜି ପଟାପଟ ରେଡ଼ି ହୋଇ ବାହାରିଥିଲି ରନିଂ ପାଇଁ। ପାଖରେ ଭଲ ପଡ଼ିଆ ନଥିବାରୁ ରୋଡ଼ରେ ହିଁ ଦୌଡ଼ିଥିଲି। ପାଖାପାଖି 2 କିଲୋମିଟର ରନିଂ ସାରିବା ପରେ କିଛି ସମୟ ବଡ଼ିକୁ ଷ୍ଟ୍ରେଚିଂ କରି ରୁମ୍କୁ ଫେରିଥିଲି। ଟ୍ରେନିଂ ପାଇଁ ରେଡ଼ି ହୋଇ ସିଧା ପହଞ୍ଚିଥିଲି ଭେନ୍ୟୁ ସ୍କୁଲରେ। ପ୍ରଥମେ ସରସ୍ୱତୀଙ୍କ ବନ୍ଦନା ସମୂହ ଭାବେ ଗାଇଥିଲୁ। ପରେ ଆର୍ପି ମ୍ୟାଡ଼ାମ ଓ ସାର୍ ଗତକାଲିର ସେସନକୁ ସଂକ୍ଷେପରେ ରିକାପ୍ କରିଥିଲେ। ନୃସିଂହ ସାର୍ ଓଡ଼ିଶା କ୍ୟାରିୟର ଗାଇଡାନ୍ସର ୱେବସାଇଟ୍ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝେଇଥିଲେ। ଆଜିର ଆକ୍ଟିଭିଟି ଥିଲା କ୍ୱାଲିଫିକେସନ୍ ସହ କ୍ୟାରିୟର ଅପସନ୍ ମ୍ୟାଚ୍ କରିବାର, ଯେଉଁଥିରେ ମୋର ସ୍କୋର ଥିଲା 26ରୁ 21। ଗୋଟେ ପିଲାର କ୍ୟାରିୟର ଅପସନ୍ ଚୟନ କରିବାରେ ଶିକ୍ଷକର ଭୂମିକା କ'ଣ କ'ଣ ସବୁ ହୋଇପାରିବ, ପ୍ରଥମେ ଆର୍ପି ସାର୍ ଆମକୁ ସ୍ମାର୍ଟ ବୋର୍ଡ଼ରେ ଦେଖାଇଥିଲେ। ପରେ ଆମେ ନିଜ ନିଜ ଫୋନ୍ରେ ଏହାକୁ ଟ୍ରାଏ କଲୁ। ଲଞ୍ଚ ବ୍ରେକ୍ରେ ଥାଳିଟିଏ ଧରି ଲାଇନ୍ରେ ଛିଡ଼ା ହେବା ପରେ ମିଳିଥିଲା ଆଜିର ଖାଦ୍ୟ। ରୁମ୍ରେ ପହଞ୍ଚି କିଛି ସମୟ ରେଷ୍ଟ ନେବା ପରେ କ୍ଲାସ୍ 10 ପିଲାଙ୍କର ବୋର୍ଡ଼ ଏକ୍ଜାମ୍ ପାଇଁ ପ୍ରିଭିୟସ୍ ଇୟର୍ର କ୍ୱେଶ୍ଚନ୍ ସବୁକୁ ଆନାଲିସିସ୍ କରିଥିଲି। ଆଜିର ବ୍ଲଗ୍ଟିକୁ ଏଇଠି ଶେଷ କଲି।